ରାଜ୍ୟଟିର ନାମ ହେଲା ରତ୍ନମୟ କଟକ। ରତ୍ନମୟ କଟକରେ ରାଜା କିଏ ଜାଣିଛ? ରତ୍ନମୟ ରତ୍ନାକର 300 କୋଶ ରାଜ୍ୟ ଭିତରେ ରାଜା କରୁଛି ଶାସନ। ମନ୍ତ୍ରୀ କିଏ? ରାଜାଙ୍କର ଗଡଟା କେଉଁ ଭଳି ହେଇଥିଲା ଗୋଟିଏ ପଦ ଦେଖିଲେ କିଏ ସେ? ମାନଙ୍କର ପୁଅ କବି ସମ୍ରାଟ ଭଞ୍ଜ। ଲାବଣ୍ୟବତୀ ବହିରେ କହିଲେ କଣ କହିଲେ? ଆପଣ ମାନଙ୍କର ପୁଅ କବି ସମ୍ରାଟ ଲାବଣ୍ୟବତୀ କାବ୍ୟରେ କହିଲେ କହିବାର ନୁହେଁ ସେ କଟକ ଛଟକ। ବାବା ରତ୍ନ କଟକର ଶୋଭାକୁ ବର୍ଣ୍ଣିବା ପାଇଁ କବି ମାନଙ୍କ ମୁଖରେ ଭାଷା ନାହିଁ। ରତ୍ନ କଟକରେ ହସେ ରତ୍ନ ହେଲା ଯେ ସୁବର୍ଣ୍ଣରେ ରାଜା ରତ୍ନମୟ କଟକକୁ ନିର୍ମାଣ କରିଥିବାରୁ ଅନ୍ୟ ରାଜଦୃଗ ମାନଙ୍କୁ ରାଜାଙ୍କର ଦୃଗ ପରିହାସ କରୁଛି। ରାଜା ଅଚଳାଚଳ ସମ୍ପତ୍ତିର ମାଲିକ। ମନ୍ତ୍ରୀ କିଏ ଜାଣିଛୁ?
মন্ত্রী নাম গুণাকার বড় আজ্ঞাকারী রাম মন্ত্রী যাবে বলে
ହେଇଛି ହଁ ପ୍ରଭୁ ସତ୍ୟନାରାୟଣଙ୍କ ଆଶୀର୍ବାଦରୁ ହଁ ରାଜାଙ୍କର ବିନ୍ଦୁ ବ୍ରହ୍ମ ହଁ। ରାଣୀର ଅଣାକାରପୁରରେ ବାସ କଲା ହଁ। ସେଇଦିନ ଠାରୁ ରାଣୀ ରତ୍ନାବତୀ ହେଲେ ଗର୍ଭବତୀ ହଁ। ଗର୍ଭ ପଡି 7 ମାସ ହେଇଯାଇଛି ହଁ। ରାଣୀଙ୍କ ତୁଣ୍ଡରେ ଅରୁଚି ଲାଗିଛି ଅରୁଚି। ରାଣୀ କହିଲେ ଦାସିଲୋ ମୋ ତୁଣ୍ଡକୁ ଅରୁଚି ଲାଗୁଛି ଭଲ ସ୍ୱାଦୁ ପଦାର୍ଥ ଟିକେ ଦି ଜୋରେ ମଣିଷ ମୁଣ୍ଡ ଖାଇଦିଅ କଣ ହେଲା ରାଣୀମା ହଁ। ଜୋରେ ମଣିଷ ମୁଣ୍ଡ ଖାଇଦିଅ ମଣିଷ ମୁଣ୍ଡ ହଁ କହିଲ ସଂସାରରେ କିଏ ମଣିଷ ମୁଣ୍ଡ ଖାଉଛି କିଲୋ ମଣିଷ ମୁଣ୍ଡ ବେଲେ ବୁଝିଲ ମଣିଷ ମୁଣ୍ଡ ପୁରା କୋବି ଜୋରିଏ ଖା ବର୍ତ୍ତମାନ ପୁରା କୋବି ପୁରା କୋବି ଆଉ କଣ ଖାଇବି ହାତୀ ଦାନ୍ତ ଖାଉନ ଜୋରେ ଏଟା ପ୍ରକୃତ ଗୋଟେ ଅଯୋଗ୍ୟ ଦାସୀ ଏଟା ଦାସୀ ଏଇ ହାଡ଼ ଗୁରା କିଏ କେତେବେଳେ ଖାଇଥିଲା ନା ଖାଇବ ଯଦିଓ ଖାଇବ ପେଟ କଣା ହେଇଯିବ ମରିବ ସେ ଏରା ହାଡ଼ ନୁହଁ ନାଇଁ ସେଟା ମାଉଁସ ଏରା ଧଳା ମୂଳା ଏ ଦାସୀ ଆଉ ଗୋଟିଏ ଜିନିଷ ଖା ଜାଣିଛୁ ଆଉ ଗୋଟିଏ ଜିନିଷ ଖା କଣ ଗୋରା ପୁଅ ଜନ୍ମ ହବ କଣ ସେଇଟା କଳା ପାମ୍ପଡ଼ ଯୋଡ଼ିଏ ଖା ଗୋରା ପୁଅ ଜନ୍ମ ହବ କଳା ପାମ୍ପଡ଼ ଖାଇଲେ ଗୋରା ପୁଅ ଜନ୍ମ ହବ ହଁ। ଆଚ୍ଛା କଳା ପାମ୍ପଡ଼ କୋଉଠି ମିଳୁଛି ସବୁ ଗାଁରେ ମିଳୁଛି ଏଇ ଗାଁରେ ଭାଇନାଙ୍କ ଦୋକାନରେ ମିଳୁଛି ଏରା ଦୋକାନ ଜିନିଷ ନୁହଁ ବାହାର ଜିନିଷ ମାନେ ବାହାର ଜିନିଷ କୋଉଠି ମିଳୁଛି ଏ ବନ୍ଧ ଗୁଡାରେ ଶୁଖିକି ପଡିଛି ଏଇଥିରେ ଖାଇବେ କିଲୋ ରାଣୀ ହଁ, ଖାଉନ। ଆଲୋ ଶୁଣଲୋ ପରାଣ ମିତ ଏ ସ୍ୱାଦୁ ଖାଇବାକୁ ରହିଛି ଜିତ ପ୍ରିୟ ସହି ଆଲୋ ପ୍ରିୟ ସହି ଆଲୋ ପ୍ରିୟ ସହି ଆଲୋ ନାଇ ପ୍ରିୟ ସୁରିତ ପ୍ରିୟ ସହି ନାଇ ପ୍ରିୟ ସୁରିତ ପ୍ରିୟ ସହି ପ୍ରିୟ ସହି ନାଇ ପ୍ରିୟ ସୁରିତ ପ୍ରିୟ ସହି ଏ ସଖୀ କଣ ଖାଇବି ଜାଣିଛୁ ଆଲୋ କେନ୍ଦୁ ପଲି ବାଇ ବଣ ତାପଣା ପକାଇ ବଣ ପ୍ରିୟ ପ୍ରିୟ ସହି ପ୍ରିୟ ସହି ପ୍ରିୟ ସହି ଆଲୋ ପକାଇ ଧୀରା ପ୍ରିୟ ସହି ଆଲୋ କଳା ଜିରା ଚାଉଳରେ ତାଲିକା କରି ବୁଝିଲି ଘିଅରେ ଆଲୋ ଆଳୁ ତ ପକିବ ମାରେ ସଖୀ ଟିକେ ଖଟା ଖାଇବି ଲୋ ଖଟା କୋଉ ଖଟା ଖାଇବି ଜାଣିଛୁ? ଭଲ ଟମାଟୋ ଖଟା କରିବ ବର ସୁଧିବ ଏ ଖାଇ ଅରୁଚି ଛାଡ଼ିବ ଏ ମୋର ବିଦ୍ୱାନ କଦମ୍ବ ରାଣୀଙ୍କର ମନ ଜାଣି ଦାସୀ ମାନେ ସ୍ୱାଦୁ ପଦାର୍ଥ ଦେଲେ ହଁ। ରାଣୀଙ୍କ ତୁଣ୍ଡରୁ ଅରୁଚି ହଟିଗଲା ବାପା ଗର୍ଭ ବଢିଲା 10 ମାସର ଯେ 10 ଦିନ ଗର୍ଭ ପୂର୍ଣ୍ଣ 10 ଦିନ ଏ ରତ୍ନାବତୀ ଗର୍ଭ ଚୂଡ଼ା ଉଠେ ଏ ଚତରେ ମହାଦେଇ କରାଇର ଏ ଜନ୍ମ ହୋଇ କରିଲେ ବାବା 10 ମାସ 10 ଦିନରେ ମାଲୋ ରାଣୀଙ୍କ ଗର୍ଭରୁ ସୁନ୍ଦର ପୁତ୍ର ଦୁଇଟି ଜନ୍ମ ହେଲେ ଦାସୀ ପରିବାର ମାନେ ଦୌଡ଼ି ଆସି ନାଭିନାରକୁ ଛେଦନ କଲେ ଗୋମୟ ଟୀକା ଦେଲେ ରାଣୀଙ୍କ କୋଳରେ ଦେଲେ ରାଣୀ ସ୍ତନ୍ୟପାନ କରେଇଲେ ଦାସୀ ମାନେ ଏନ୍ତୁରି ସ୍ଥାପନ ଆଚ୍ଛା 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 ଆଉ ବାପ ଆଜ୍ଞା 5 ଦିନରେ ରାଜା ପଞ୍ଚୁଆତି କଲା ହଁ 6 ଦିନରେ ଷଷ୍ଠୀ ଉଠିଆରି କଲା ହଁ। 12 ଦିନରେ 12 ଯାତ୍ରା 12 ଯାତ୍ରା ଶେଷ କଲା ଯେତେବେଳେ
ସେଦିନ କଳାବତୀ ରାଣୀ ଗଜଦନ୍ତ ପଲଙ୍କରେ ଫୁଲି ଫୁଲି କାନ୍ଦୁଛି। ପ୍ରେମ ପାଗଳ ରାଜା କଳାବତୀପୁରରେ ପହଞ୍ଚି ଗଲେ। କଳା ଏଇ କଳା ସ୍ୱାମୀ ଆରେ ତୁମ ମୁଖମଣ୍ଡଳ ବିଷାଦର ଛାୟା ନୟନରୁ ଧାର ଧାର ଲୋତକ ବହୁଛି କୋଳି କଳା। ସ୍ୱାମୀ ଯେତେବେଳେ କାନ୍ଦିବାର ବେଳ ଆସି ଯାଉଛି ନିଶ୍ଚିତ କାନ୍ଦିବା ପାଇଁ ପଡିବ ସ୍ୱାମୀ। କଳା ହଁ ଆରେ ତୁମେ ମତେ ବିବାହ କରି କଣ ଖୁସି ନୁହଁ? ନାଇଁ 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 ମୋ ମନରେ ସେମିତି କିଛି ନାହିଁ। ହେଲେ କାନ୍ଦିବାର ଅଭିପ୍ରାୟ କାନ୍ଦିବାର ଅଭିପ୍ରାୟଟା କହିବି ଆପଣ ଆଗେ ସତ୍ୟ କଲେ ତାପରେ ମୋ ମନର ଗୋପନୀୟ କଥା ମୁଁ ତୁମକୁ ସଂଶୟ ଖୋଲି କହିବି। କଳାରେ ମୁଁ ହଉଛି ତୁମର ସ୍ୱାମୀ ଜଗନ୍ନାଥ ଠାକୁର। ହେଲେ ତୁମର ମୋ ଉପରେ ବିଶ୍ୱାସ ଆସୁନି। ମୁଁ ସତ୍ୟ ନ କଲା ପର୍ଯ୍ୟନ୍ତ ତୁମ ମନର ଗୋପନୀୟ କଥା ପ୍ରକାଶ କରିବନି। ବାପା ସେଦିନ ରାଜା ସତ୍ୟ କଲେ ସତ୍ୟ ସାର ମନୁଷ୍ୟ ବାଚା ସାର ମହି ପଦେ ବାଚା ବିଚଳିତ ଯେ ସେ ନର ସୁକୃତ ହାରିତା। ବାପା ସେଦିନ ରାଜା ସତ୍ୟ କଲେ କହିଲେ କଳାରେ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରୁଛି। ଇଏ 10 ଦିଗ ବାଳକୁ ସାକ୍ଷୀ ରଖି ଦଉଛି ସତ୍ୟ କରୁଛି। କଣ କହିବାର ଅଛି କୁହ? ତାହେଲେ ମୁଁ କହୁଛି ଆପଣ ଶୁଣନ୍ତୁ। ତୁମର ଭାରି ଯା ତୁମ ପୁତ୍ରର ଭାରି ଯା ତୁମକୁ ହେ ମହାରାଜା ମାନୁ ନାହିଁ ରାଜା ସଂସ୍କୃତ ରାଜରେ ବୋଲାଉ ରାଜା ପୁତ୍ର ହୋଇ ମାତା କୁଟେ ମାଗେ ପ୍ରେମ ଭିକ୍ଷା। ଆରେ କିଏ କାହାକୁ ପ୍ରେମ ଭିକ୍ଷା ମାଗୁଥିଲା କିଛି ବୁଝି ହଉନି। କଣ ହେଇଛି ସ୍ୱାମୀ ତୁମେ କିଛି ବୁଝିପାରିଲନି? ତୁମର ଦିଟା ପୁତ୍ର ମନ୍ତ୍ରୀ ଘରେ ରହିଛନ୍ତି ନା? କଳା ହଁ ଆରେ ମୋର ଶ୍ଵେତ ବସନ୍ତ ମନ୍ତ୍ରୀ ଘରେ ରହି ପାଠ ପଢୁଛନ୍ତି। ବେଶ ଆଜି ମୁଁ ଯାଇଥିଲି ଦାସୀ ସହିତରେ ଫୁଲ ଉଦ୍ୟାନକୁ ଫୁଲ ଚୟନ କରିବା ପାଇଁ। ଫୁଲ ଚୟନ କରିବା ସମୟରେ ସ୍କୁଲରୁ ସେଇ ବାଳକ ଦିଟା ସେଇ ରାସ୍ତାରେ ଫେରୁଥିଲେ। କଳାରେ ହଁ ମୋ ଶ୍ଵେତ ବସନ୍ତକୁ ମନ ଭରି ଦେଖିଲ। ହଁ ତାକୁ ମନ ଭରି ସେମାନେ ଦେଖିଲି। କଣ ମା ମା କହି ତୁମ କୋଳ ମଣ୍ଡନ କଲେ? ଥାଉ ସେମାନେ ମା ମା କହିବ କୋଳ ମଣ୍ଡନ କରିବେ କଣ? ମତେ ଦେଖିଲେ ନା ଯାଇ କାଲି କହିବ ଭିଡ଼ି ସେମାନେ ମତେ ଡାକିଲେ ପ୍ରେମ ଭିକ୍ଷା। 7-8 ବର୍ଷର ପୁତ୍ର ସେ କାହୁ ଜାଣିବେ ପ୍ରେମ ପାଠ କଥା। ଅଞ୍ଚଳ କାନି ଭିଡ଼ି ପ୍ରେମ ଭିକ୍ଷା ମାଗୁଥିଲେ। ପିଲାମାନଙ୍କ ନାମରେ ଏମିତି ନିନ୍ଦା ଅପବାଦ ଦଉନ ତ? ନା ସେମାନେ ଯେତେବେଳେ ସେଇ ବାଳକ ଦିଟା ମୋ ପିଛା ଧରିଲେ ଯେତେବେଳେ ମୁଁ କଣ୍ଟାଲଟେ ଦୌଡ଼ି ଦୌଡ଼ି ପଳେଇ ଆସିଲି। ସ୍ୱାମୀ ଦେଖନ୍ତୁ ମୋ ଦେହ ସାରା କେମିତି କ୍ଷତ ବିକ୍ଷତ ହୋଇ ରୁଧିର ବହି ଯାଉଛି। କଳାରେ ତୁମ ଉପରେ ମୋର ବିଶ୍ୱାସ ଆସୁନି। ମୋ ଉପରେ ବିଶ୍ୱାସ ଆସୁନି ତାହେଲେ ବିଶ୍ୱାସ କେମିତି ଆସିବ? ମୁଁ ହଉଛି ତୁମର ସ୍ୱାମୀ ଜଗନ୍ନାଥ ଠାକୁର। ଏ ଦୁଷ୍ଟ ବାଳକ ତୁମର ସେ ଦୁଷ୍ଟ ବାଳକ ତୁମର ଅଞ୍ଚଳ କାନି ଭିଡ଼ି ଯଦି ପ୍ରେମ ଭିକ୍ଷା ମାଗୁଥିଲେ ମୋ ଦେହଟାକୁ ଟିକେ ଛୁଇଁ ପାରିବେ। ବନ୍ଦ କରନ୍ତୁ। ତୁମର ଦେହ ନ ଛୁଇଁଲେ ତୁମର ବିଶ୍ୱାସ ଆସିବନି ନା? ନା ତାହେଲେ ତୁମର ଦେହ କାହିଁକି ତୁମର ମୁଣ୍ଡ ଛୁଁଛି? ଇଏ ଆମର ସୁଶାନ୍ତ ମାଇପଠୁ ବଳେଇଲୁ ଅଲେଖେଣି ରାତି ପାଇଲେ ଘରଟା ମୁଣ୍ଡ ଛୁଁଛି। ବାପା ସେଦିନ ମୁଖ ଭିକ୍ଷା ଦେଲାନି କଳାବତୀ ରାଣୀ। ହଁ କହିଲା, ହେ ସ୍ୱାମୀ ହଁ। ତୁମର ଦେହ କଣ ଛୁଇଁବି ହଁ। ତୁମର ମୁଣ୍ଡ ଛୁଇଁ ଦଉଛି। ଆଲୁ ରାଜା ରତ୍ନାଙ୍କର ବିଶ୍ୱାସ ଚଳିବା ପାଇଁ କଳାବତୀ ରାଣୀ ରାଜା ରତ୍ନାଙ୍କର ମୁଣ୍ଡ ଛୁଇଁ ଦେଲା।
ରାଜା କହିଲେ କଳାରେ ଯେଉଁ ଦୁଷ୍ଟ ବାଳକ ତୁମକୁ ମା ଦୃଷ୍ଟିରେ ନ ଦେଖି ପାପ ଦୃଷ୍ଟିରେ ଦେଖୁଥିଲେ ସେମାନଙ୍କର ଦଣ୍ଡ ତୁମ ହସ୍ତରେ ଛାଡ଼ିଦେ। ତୁମେ ଯାହା ଦଣ୍ଡ ଦବ ସେମାନଙ୍କୁ ଉପଯୁକ୍ତ ଦଣ୍ଡରେ କରିବି ଦଣ୍ଡିତ। ସ୍ୱାମୀ সেই ପାର୍ବତୀ ତାଙ୍କର ଦଣ୍ଡ ତୁମେ ଯଦି ମୋହନ କରି ଆଜିଠାରୁ ଛାଡ଼ିଦେଲ ଆଜିଠାରୁ ଏଇ କେଶବର ରହିଲା ମୁକୁଳିତ। সেই ପାର୍ବତୀ ତାଙ୍କର ମସ୍ତକ କରି ତାଙ୍କର ତେଜର ଲାଲ ରକ୍ତ ଦେବେ ଏଇ ମୋର ମୁକୁଟକେ ସବୁ କରିବି ବନ୍ଧନ। ମୋ ଶ୍ଵେତ ବସନ୍ତଙ୍କର ମସ୍ତକ କାଟି ତୁମ ହସ୍ତରେ ରକ୍ତ ଦେଇପାରିବେ। ଯେତେ ଶୀଘ୍ର ଚାହୁଁଛ ଚାଲି ଯାଅ ତୁମ ପାପ ଚାଲିଯିବି ହେଲେ ତା ପୂର୍ବରୁ তুমি ଜମା କି ଦବା ଦବ তুমি রাজায় খোঁজা সত্য করেছ সত্য করে সত্য ভদ্র করে পাই যাচ্ছ কেউ সত্যবাদী তুমি হেউছ সত্যবাদী। ମାଲୋ ସେଦିନ ରାଜା କହିଲେ ମୁଁ ସତ୍ୟ ସନ୍ଥର ରାଜା ହେଲେ ରାଜାର ଧର୍ମ ସତ୍ୟ ରକ୍ଷା କରିବା। ହେଲେ କଳାରେ ତୁମ ନିକଟରେ ସତ୍ୟ କରିଛି ରାତି ପାଇଲେ ସେ ଦୁଷ୍ଟ ବାଳକ ଶ୍ଵେତ ବସନ୍ତଙ୍କର ରକ୍ତ ତୁମ ଘରରେ ଦେବି। ହେଲେ ପ୍ରେମ ସରିତରୁ ମୋତେ ଉଦ୍ଧାର କର। ଥାଉ ଯେତେବେଳେ ପର୍ଯ୍ୟନ୍ତ সেই ବାଳକଟି ତାଙ୍କର ମସ୍ତକ କରି ତାଙ୍କର ତେଜର ଲାଲ ରକ୍ତ ହସ୍ତରେ ନ ଦେଇଛ ସେତେବେଳେ ପର୍ଯ୍ୟନ୍ତ ତୁମର ମୋର କୋଟି 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 ମାଇଲା ଶେଷ। କଳାବତୀ ରାଣୀ କହିଲା ହେ ସ୍ୱାମୀ ମୋର ଶେଷ ନିଷ୍ପତ୍ତି ଶୁଣ। ଯେ ପର୍ଯ୍ୟନ୍ତ ପିଲାମାନଙ୍କ ରକ୍ତ ମୋ ହସ୍ତରେ ନ ଦେଇଛ ସେ ପର୍ଯ୍ୟନ୍ତ ତୁମର ମୋର କଥୋପକଥନ ବନ୍ଦ। ରାଜା ମନ ଦୁଃଖରେ ମାଲ ରାତ୍ର ଯାପନ କଲେ। ଯେତେବେଳେ ରାତି ପାଇଗଲା ଡାକିଲେ ମହାମନ୍ତ୍ରୀ ଧର ଏ ପାଟ ଖଡଗ। ମହାରାଜ ଏ ପାଟ ଖଡଗ କି କାର୍ଯ୍ୟରେ ଲାଗିବ ମହାରାଜ? ତୁମ ଘରେ ମୋର ଶ୍ଵେତ ବସନ୍ତ ବଢୁଛନ୍ତି ସେମାନଙ୍କର ମସ୍ତକ କାଟି ମୋ ହସ୍ତରେ ଦିଅ ରକ୍ତ। ସେମାନଙ୍କର ଅପରାଧ କଣ ମହାରାଜ? ମୋ କଳାବତୀ ଯାଇଥିଲା ଫୁଲ ଉଦ୍ୟାନକୁ ଭ୍ରମଣ କରିବା ପାଇଁ। ସେ ଦୁଷ୍ଟ ବାଳକ ମୋ କଳାବତୀର ଅଞ୍ଚଳ କାନି ଭିଡ଼ି ମାଗିଛନ୍ତି ପ୍ରେମ ଭିକ୍ଷା। ମୋ କଳାବତୀ ନିକଟରେ ସତ୍ୟ କରିଛି ସେ ଦୁଷ୍ଟ ବାଳକ ରକ୍ତ ମୋ କଳାବତୀ ହସ୍ତରେ ଦେଲେ ମୋ କଳାବତୀ ତାର କେଶ କରିବ ବନ୍ଧନ। ଏସବୁ ମିଥ୍ୟା ମହାରାଜ। ଏ ନାରୀ ମାନଙ୍କର ଗୋଟେ ପ୍ରଲୋଭନା। ନାରୀ ମାନଙ୍କର ପ୍ରଲୋଭନରେ ପଡି ଆପଣଙ୍କର ଜୀବନକୁ ଜାଳି ପଡି ପାଉଁଶ କରି ଦିଅନ୍ତୁ ମହାରାଜ। 22 ଦିନ ଠାରୁ ଏଇ ହସ୍ତରେ ଯେତେବେଳେ ମୁଁ ତାଙ୍କୁ ବଢେଇ ଆଣିଛି କେଉଁ ହସ୍ତରେ ତାଙ୍କର ମୁଣ୍ଡ କାଟି ମୁଁ ରାଜାଙ୍କୁ ନେଇ ରକ୍ତ ଦେବି ମହାରାଜ। କ୍ଷମା କରିବି ମୁଁ ରକ୍ତ ଦେଇପାରିବିନି ତାଙ୍କ ଶିର କାଟି ପାରିବିନି ମହାରାଜ। ମହାମନ୍ତ୍ରୀ ରାଜା ରତ୍ନାକର ନିର୍ଦ୍ଦେଶ ମାନିବନି ନା ମହାରାଜ। ମନର ମହାରାଜ ତୁମକୁ ଯେଉଁ କାର୍ଯ୍ୟ କରିବାଟା କଠିନ ଏ ରାଜା ରତ୍ନାକରକୁ ସେ କାର୍ଯ୍ୟ କରିବାଟା ଅତି ସହଜ। ରାଜି ପାଇଲେ ସେମାନଙ୍କର ଶିର କମଳ ନିଜ ହସ୍ତରେ ଛେଦନ କରିବି। ହେଲେ କାଟିବା ପୂର୍ବରୁ ପ୍ରଥମ ଶିକାର ହବ ତୁମର ପୁତ୍ର ପାଇଁ ମୋର ଜୀବନ ଯିବ କାହିଁକି? ଦିଅନ୍ତୁ ସେ ପାଟ ଖଡଗ। ଏଇ ହସ୍ତରେ ତାଙ୍କର ମୁଣ୍ଡ କାଟି ଆପଣଙ୍କୁ ଆଣି ରକ୍ତ ଭେଟିଦେବି ମହାରାଜ। ମାଲ ମତେ ଗୁଡାକର କରିଲେ